କିଏ ମା ଜଣକ କାହା ଉପରେ ଗର୍ଜୁଛନ୍ତି ଏତେ? କଣ ପାଇଁ ଏତେ ରାଗରେ ତମ ତମ ହେଇଯାଉଛନ୍ତି ଏହି ମା ଜଣକ? ତେବେ ଦର୍ଶକ ବନ୍ଧୁ, କଣ ରହିଛି ୟା ପଛରୁ କାହାଣୀ, ଆସନ୍ତୁ ଦେଖିବା। ବ୍ଲକ ଫୁଲବାଣୀ, ପଞ୍ଚାୟତ ମିଣିଆ ଏବଂ ଗ୍ରାମ ଗଣ୍ଡପଦର। ରାସ୍ତା କାମ ସରୁ ସରୁ 3 ମାସ ପୁରିଛି ନା ନାହିଁ, ରାସ୍ତାର ଅବସ୍ଥା ଏମିତି। ବଡ଼ ବର୍ଷା ନ ହଉଣୁ ଏଇ ଅବସ୍ଥା, ଆଉ ବଡ଼ ବର୍ଷା ହେଲେ କେତେ କଣ ନ ଯେ ହବ। ଏଇଟା ମାଟି କାଦୁଅ ରାସ୍ତା ନା ପିଚୁ ରାସ୍ତା କିଛି ବୁଝା ପଡୁନାହିଁ। ଆପଣ ଦେଖିପାରୁଥିବେ ପିଲାମାନେ କିପରି ଭାବରେ ସ୍କୁଲ ଯାଉଛନ୍ତି। ରାସ୍ତା ଯେଉଁମାନେ କଣ୍ଟ୍ରାକ୍ଟର ମାନେ ବା ଜେଇ ଏଇଟା ଅଫିସିଆଲ ଷ୍ଟାଫ୍ ବା ଜେଇ, ମେନ୍ ହେଉଛି ଜେଇର ଭୁଲ। କାହିଁକି ଜେଇ ଯଦି ରାସ୍ତା କଲା ବେଳକୁ କଣ୍ଟ୍ରାକ୍ଟକୁ କହିଲା ନାହିଁ, ଆଉ ତାଙ୍କୁ କହିବା କଥା ନା ଏ ରାସ୍ତା ହେଲା ନାହିଁ, ଏମିତି କର ସେମିତି କର। ବର୍ତ୍ତମାନ ଖାଲି ମାଟି ଉପରେ ଏ ଯେଉଁ ବଦ୍ରି ପଡ଼ିଛି, ଆଉ ସିପ୍ସି ନାହିଁ, କିଛି ନାହିଁ। ଆଉ ରାସ୍ତା କୁଆଡ଼େ ଭଲ ହବ? ତେବେ ଆପଣ ବୁଝିପାରିଲେ ତ ପ୍ରକୃତ ଘଟଣାଟି କଣ? ନିମ୍ନମାନର ରାସ୍ତା କାମ, ସେଥିରେ ପୁଣି ଏତେ ବଡ଼ ବଡ଼ ଗାଡ଼ି। ରାସ୍ତାର ଅବସ୍ଥା କଣ ହେଉଥିବ ଆପଣ ବେଶ ଭଲ ଭାବେ ବୁଝିପାରୁଥିବେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାବେଳେ ଏହି ଗାଁ ରାସ୍ତାରେ ଡବଲ ଗାତ। ଗଣ୍ଡପଦର ଗ୍ରାମ ନିବାସୀ, ମିଣିଆ ଗ୍ରାମ ପଞ୍ଚାୟତ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ବାସିନ୍ଦା ଅଟେ। ରାସ୍ତାଟା ଅନେକ ଦିନ ଅନେକ ବର୍ଷ ଚାଲି ଯାଇଥିଲା, କିନ୍ତୁ ଅନେକ ଆବେଦନ ପତ୍ର କରାହୋଇଥିଲା। ଗାଁବାସୀ ସମସ୍ତେ ଆମେ ଲେଖିକି ପ୍ରମାଣପତ୍ର ଅନୁଯାୟୀ MI ଅଫିସରେ ଯେତେବେଳେ ଦାଖଲ କଲୁ, ତତ୍ଫଳରେ ରାସ୍ତା ଆମମାନଙ୍କ ଉନ୍ନତି ପାଇଁ, ଗାଁ ଉନ୍ନତି ପାଇଁ ଏବଂ ବଡ଼ କଙ୍ଗଣୀ ନାଳ ଡ୍ୟାମ୍ ଅଛି, ସେଥିମଧ୍ୟରୁ ଏହି ଡ୍ୟାମ୍ ମଧ୍ୟକୁ ଅନେକ ଲୋକମାନେ ଆସନ୍ତି ପିକନିକ୍ ସ୍ପଟ୍ ବୋଲିକି ସେମାନେ ଭାବନ୍ତି। କିନ୍ତୁ ଏହି ରାସ୍ତା 3 ମାସ ହେଇନି, କିନ୍ତୁ 2 ମାସ ଭିତରେ ଏହି ଯେଉଁ କାମ ଯେଉଁ ବ୍ୟକ୍ତି ଆଣିଥିଲେ ସେଇ ବ୍ୟକ୍ତିମାନଙ୍କ କାର୍ଯ୍ୟ କ'ଣ ଆମେ ତ ଜାଣିନାହୁଁ, କିନ୍ତୁ ଏଇ 2 ମାସ ଭିତରେ ରାସ୍ତା ଡ୍ୟାମେଜ୍ ହେଇଛି। ସେଥିପାଇଁ ଦାୟୀ କିଏ ବୋଲି ଆମେ ଗାଁ ବାସିନ୍ଦା ଲୋକମାନେ ଚିନ୍ତା କଲୁ। କାରଣ ଏହି ପ୍ରକାର ରାସ୍ତା ହେବା ଦ୍ୱାରା ଆମମାନଙ୍କର ଗାଁର ପରିବେଶ ପରିସ୍ଥିତି ସମସ୍ତ କିଛି ଆମେ ଅସୁବିଧାରେ ପଡ଼ି ରହିଛୁ। କାରଣ କ'ଣ ପାଇଁ ଏମିତି ଏହି ପ୍ରକାର ରାସ୍ତା କଲେ ପ୍ରତ୍ୟେକ ଜାଗାରେ ଏହି ପ୍ରକାର ହେଉଛି ନା, ଆମକୁ ଗାଁ ଗହଳି ଏବଂ ଆମମାନେ ବଣ ଜଙ୍ଗଲରେ ବାସ କରୁଥିବା ବ୍ୟକ୍ତିମାନଙ୍କୁ ଦେଖିକି ଏହି ପ୍ରକାର କାର୍ଯ୍ୟ କରାଯାଇଛି। ତେଣୁକରି ଏହି ରାସ୍ତା ପାଇଁ ପୁନର୍ନିର୍ମାଣ କରାଯାଉ ଏବଂ ଯେଉଁମାନେ ଏହି ରାସ୍ତା କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କର ବିହିତ ବିଚାର କରାଯାଉ। ତ ଖରାପ ହେଇଛି, ଯିବା ଆସିବା ପାଇଁ ବି ଅସୁବିଧା ହେଉଛି। ଆଉ ସବୁ ମାନେ ସାଇକେଲ ଗାଡ଼ି ଏଇ ଯାକ ଯିବା ପାଇଁ ପ୍ରବଳ ମାନେ ବହୁତ ଅସୁବିଧା ହେଇଯାଇଛି। ଆଉ କିଛି ନାହିଁ ରାସ୍ତା ସବୁ। ଏଇ ରାସ୍ତା କ'ଣ ପାଇଁ ଖରାପ ହେଲା ମାନେ ଅଳ୍ପ ଗୁଡ଼ି ଦେଇକି ମାନେ ରାସ୍ତାଟା କଲେ, ମାନେ ତା ମଜବୁତ ନାହିଁ। ମାନେ ଯେଉଁଟା ମାଟି ଭିତରେ ରହିଲା, ମାନେ ପିଚୁଟା ଭିତରେ ରହିଲା, ମାଟିଟା ଉପରେ ରହିଲା, ସେଥିପାଇଁ ଏଇଟା ଏମିତି ରାସ୍ତା ନଷ୍ଟ ହେଇଗଲା। ତେବେ ଦର୍ଶକ ବନ୍ଧୁ, ଆପଣ ବେଶ ଭଲ ଭାବେ ବୁଝି ସାରିଥିବେ ଯେ ପ୍ରକୃତ ଘଟଣାଟି କଣ। ଏ ନେଇ ଜେଇ ବାବୁ କଣ ପ୍ରତିକ୍ରିୟା ଦେଇଛନ୍ତି, ଆସନ୍ତୁ ଦେଖିବା। ମୁଁ ନିରଞ୍ଜନ ପ୍ରଧାନ, ଆସିଷ୍ଟାଣ୍ଟ ଇଞ୍ଜିନିୟର, MI ସେକ୍ସନ ଫୁଲବାଣୀ। ସେ ରାସ୍ତା ଆମର ସରିଲା ପରେ ସେଇ ରାସ୍ତା ଉପରେ ଦେଇକିରି ଆଗରେ ଗୋଟେ PMJSY ରାସ୍ତା ହେଉଛି। ସେଇ ରାସ୍ତା ପାଇଁ ଯେତିକି ମ୍ୟାଟେରିଆଲ ଯାଉଛି, ତାଙ୍କର ହାଇୱା 10 ଚକିଆ 12 ଚକିଆ 16 ଚକିଆରେ ଯେଉଁ ମାଲ ସେମାନେ ଟ୍ରାନ୍ସପୋର୍ଟ କରୁଛନ୍ତି, ତାଙ୍କର ଅନ୍ୟ କିଛି ସୁବିଧା ନଥିବାରୁ ସେ ଆମ ରାସ୍ତା ନେଇକି ଜିନିଷପତ୍ର ନେଉଛନ୍ତି। ଏଇ ବର୍ଷା ଦିନେ କିଛି ଜାଗା ଦବି ଯାଇଛି, ଆଉ ସେମାନେ ବି କହିଛନ୍ତି ବର୍ଷା ଦିନ ପରେ ଆମେ ସେ କାମ ଗୁଡ଼ିକ ପୁଣି ମେଣ୍ଟେନାନ୍ସ କରିକି ଅପଡେଟ୍ କରିଦେବେ। ତେଣୁ ଲୋକମାନଙ୍କ କିଛି ଅସୁବିଧା ହେବନି। ଦଶହରା ପରେ ପୁଣି ମରାମତି କରି କାମଟି ଠିକ୍ କରିଦିଆଯିବ। ବର୍ତ୍ତମାନ ବର୍ଷା ଦିନ, ତାପରେ ଗାଡ଼ି ମଟର ଯାଇକି ଯେଉଁ ଜାଗା ଦବି ଯାଇଛି, ବର୍ତ୍ତମାନ ରିପେୟାର କଲେ ବି ରହିବନି, ଯେହେତୁ ପାଣି ଅଛି, ତାପରେ ପିଚୁ ଧରିବ ନାହିଁ। ତେଣୁ ବର୍ଷା ଦିନ ଗଲା ପରେ ଏବଂ ସବୁ ପ୍ରୋଜେକ୍ଟର ଯେଉଁ କାମ ଚାଲିଛି, ସେ ପ୍ରୋଜେକ୍ଟ ସବୁଗୁଡ଼ାକ କାମ ସରିଗଲା ପରେ ଯେମିତି ଆଉ ତାପରେ 10 ଚକିଆ 12 ଚକିଆ ହାଇୱା ଯିବନି, ତାପରେ ଆମେ ତାକୁ ରିପେୟାର କରିଦେଲା ପରେ ଆଉ କିଛି ଅସୁବିଧା ହେବନି, ଲୋକମାନେ ସୁରୁଖୁରୁରେ ଯିବା ଆସିବା କରିପାରିବେ। ଗାଡ଼ି ଆଉ ଯିବ ନାହିଁ, ରାସ୍ତାରେ ଯିବ ନାହିଁ, ତ କେଉଁଠି ଯିବ ଆଉ ଗାଡ଼ି?
ରାସ୍ତାରେ ଯିବା ଗାଡ଼ି ତ ରାସ୍ତାରେ ଯିବ ନା ଗାଡ଼ି ରାସ୍ତାରେ ଯିବା ହେତୁ ଯଦି ରାସ୍ତା ଖରାପ ହେଲା ତାହେଲେ ରାସ୍ତା କାହିଁ କରୁଥିଲେ ସେମାନେ ଗାଡ଼ି କାହିଁକି ଆଣୁଥିଲେ ଗାଡ଼ି ମନା କରିଥାନ୍ତେ ମା ଅନ୍ୟ ରାସ୍ତା ଆଗରେ ଯୋଉ ଆମର ଏଇଟା ରାସ୍ତା ଚାଲିଛି ତ ସେ ଗାଡ଼ି ଯାଉଛି ନା ଏଥିରେ ବେଶୀ ଗାଡ଼ି ଯାଉଛି କି ସେଥିରେ ବେଶୀ ଗାଡ଼ି ଯାଉଛି କିନ୍ତୁ ସେଇଟା ଖରାପ ହଉନା କାହିଁକି ଏଇଟା ଖରାପ ହଉଛି କିନ୍ତୁ ଏ ମାଟି ଉପରେ ଯୋଉଟା ଏଇଟା ବିଚୁ କଲେ ସେଥିପାଇଁ ଏଇଟା ଖରାପ ହେଇଛି। ଏହି ରାସ୍ତା ଦେଇ ପର୍ଯ୍ୟଟକମାନେ କଙ୍ଗେଇନାଳ ଡ୍ୟାମ୍ ଦେଖିବା ପାଇଁ ଯାଆନ୍ତି କିନ୍ତୁ ରାସ୍ତା ଖରାପ ଯୋଗୁଁ ହନ୍ତସନ୍ତ ହେଉଛନ୍ତି।